ବର୍ତ୍ତମାନ ଆମର ଯେଉଁ ପାଣ୍ଡେମିକ୍ର ଗୋଟେ ୱେଭ୍ JN1 ର ଚାଲିଛି ଏସିଆନ୍ ସବକଣ୍ଟିନେଣ୍ଟରେ। ଆମେ ଦେଖୁଛୁ ହଂକଂ, ସିଙ୍ଗାପୁର, ଥାଇଲାଣ୍ଡ ଆଉ ଚାଇନା ଏଠି ସବୁ କେସ୍ ସର୍ଜ ହେଉଛି। ଏବେ ନାହିଁ, ଲାଷ୍ଟ 20 days ହେଲାଣି କେସ୍ ବଢ଼ି ଚାଲିଛି। ଅପ୍ ଟୁ 25-30% କେସେସ୍ ରିପୋର୍ଟେଡ଼ ରହିଛି। ଗତକାଲି ଖାଲି ସିଙ୍ଗାପୁରରୁ 14,000 କେସ୍ ରିପୋର୍ଟ ହେଇଛନ୍ତି। ଅନଫର୍ଚୁନେଟଲି ଇଣ୍ଡିଆରେ ମଧ୍ୟ ଗତକାଲି ମୁମ୍ବାଇରେ 2 ଜଣ ଏକ୍ସପାୟାର କରିଯାଇଛନ୍ତି ଯେଉଁମାନଙ୍କର କ୍ୟାନ୍ସର ବ୍ୟାକଗ୍ରାଉଣ୍ଡରେ ଥିଲା। ଓ ଆଜି ଭୁବନେଶ୍ୱରରେ ଆମେ ଏଲ୍ଡରଲି ଲୋକ 78 years ଯାହାର କି ହାର୍ଟ ପ୍ରୋବ୍ଲେମ୍, ଡାଇବେଟିସ୍ ଆଉ କିଡ଼ନୀ ପ୍ରୋବ୍ଲେମ୍ ଅଛି, ତାଙ୍କୁ ଡିଟେକ୍ଟ କରିଛୁ ପଜିଟିଭ୍, ଯିଏକି ଆଡ଼ମିଟ୍ ହେଇଛନ୍ତି ଗୋଟେ ପ୍ରାଇଭେଟ୍ ହସ୍ପିଟାଲରେ। ଏହାର ଇଣ୍ଟରପ୍ରିଟେସନ୍ ହେଉଛି ଗୋଟେ ପ୍ୟାଣ୍ଡେମିକ୍ ପରେ କିଛି ୱେଭ୍ସ ଆସେ। ଏଇ ଯେଉଁ ଓମିକ୍ରନ୍ର ଷ୍ଟ୍ରେନ୍ JN1 ଆଉ JN1ର ସବ୍ ଭେରିଏଣ୍ଟସ୍ ଯେଉଁଟାକି LF7 ଆଉ NB1.5 ତାକୁ ଡିଟେକ୍ଟ କରାହେଇଛି ବିଭିନ୍ନ କଣ୍ଟ୍ରିରେ, ସ୍ପେଶାଲି ହଂକଂରେ ଆଉ ସିଙ୍ଗାପୁରରେ। ଇଣ୍ଡିଆର ଆମର ସିକ୍ୱେନ୍ସ ଆନାଲିସିସ୍ ଚାଲିଛି ICMR ପାଖରେ। ତାର ଇଣ୍ଟରପ୍ରିଟେସନ୍ ହେଲା ଏଇଟା ଆମର ପ୍ୟାଣ୍ଡେମିକ୍ର ଗୋଟେ ୱେଭ୍, ଗୋଟେ ସବ୍ ଭେରିଏଣ୍ଟ ଆସିବା ପରେ କେସ୍ ନମ୍ବର ଇନକ୍ରିଜ୍ କରିଛି। କାହିଁକିନା ପ୍ୟାଣ୍ଡେମିକ୍ ପରେ ଭୂତାଣୁ ପୁରା ଆମକୁ ଛାଡ଼ିକି ଯାଇନଥିଲା, କାଁ ଭାଁ କେସ୍ ହେଉଥିଲେ, ଡିଟେକ୍ଟ ହେଉଥିଲା। ଥଣ୍ଡା, କାଶ, କଫ, ଛିଙ୍କ ପେସେଣ୍ଟଙ୍କର ମଝିରେ ମଧ୍ୟ ଆମେ କୋଭିଡ଼ ପଜିଟିଭ୍ ପାଇଛୁ, ଯଦିଓ ତାକୁ ରିପୋର୍ଟିଂ କରାହେଇନି, ସେମାନେ କିଛି ସିରିୟସ୍ ନଥିଲେ କିନ୍ତୁ ପଜିଟିଭ୍ ବାହାରିଥିଲା। ବର୍ତ୍ତମାନ ଏଠି ଭୟ କରିବାର କିଛି କାରଣ ନାହିଁ, କାହିଁକିନା ଏମିତି ମଝି ମଝିରେ ଗୋଟେ ୱେଭ୍ ଆସେ ଆଉ କେସ୍ ବଢ଼େ, ଆଉ ତାହା ଗୋଟେ ପୋଷ୍ଟ ପ୍ୟାଣ୍ଡେମିକ୍ ଏଫେକ୍ଟ। ଖାଲି ଯେଉଁମାନଙ୍କର ବ୍ୟାକଗ୍ରାଉଣ୍ଡ ଇଲନେସ୍ ଅଛି, ହାର୍ଟ ଡିଜିଜ୍, ଡାଇବେଟିସ୍, କ୍ୟାନ୍ସର, ନିମୋନିଆ, ଆଉ ଯେଉଁମାନେ ଛୋଟ ପିଲା, ବୟସ୍କ ଲୋକ, ଗର୍ଭବତୀ ସ୍ତ୍ରୀ ଲୋକ, ସେମାନେ ଟିକେ କେୟାରଫୁଲ୍ ରହିବାକୁ ପଡ଼ିବ। ଏଇ ଯେଉଁ ଆଇସୋଲେସନ୍, ପବ୍ଲିକ୍ ପ୍ଲେସ୍କୁ ନ ଯିବା, ହାତ ଧୋଇବା, ମାସ୍କ ପିନ୍ଧିବା, ଆମର ସୋସିଆଲ୍ ଡିଷ୍ଟାନ୍ସିଂ ମେଣ୍ଟେନ୍ କରିବା, ଏହାଦ୍ୱାରା ଇନଫେକ୍ସନ୍ ଚାନ୍ସେସ୍ କମିଯାଏ। ଇନକେସ୍ କାହାର ବି ଇନଫେକ୍ସନ୍ ହେଇଛି, ଥଣ୍ଡା କାଶ ହେଉଛି ବା ଟେଷ୍ଟରେ ଜଣାପଡ଼ିଲା, କିଛି ବି ଡରିବାର ନାହିଁ। ଆମ ଥଣ୍ଡା ସିମ୍ପଟୋମେଟିକ୍ ମେଡ଼ିସିନରେ ତାହା ଭଲ ହେଇଯାଉଛି। ଯେଉଁମାନଙ୍କର କିଛି ବ୍ୟାକଗ୍ରାଉଣ୍ଡ ଇଲନେସ୍ ଅଛି ସେମାନେ ଟିକେ କେୟାରଫୁଲ୍ ରହିବା ଦରକାର, କାହିଁକିନା ତାଙ୍କୁ ଇନଫ୍ଲୁଏଞ୍ଜା ହେଉ କି ନିମୋନିଆ ହେଉ କି ଛୋଟ ହିଟ୍ ଷ୍ଟ୍ରୋକ୍ଟିଏ ବି ହେଉ, ସେମାନେ ଗୁରୁତର ହେଇପଡ଼ନ୍ତି। ବର୍ତ୍ତମାନ କୌଣସି ରେକମେଣ୍ଡେସନ୍ ଟୀକା ପାଇଁ ଆସିନି, କିନ୍ତୁ ଯଦି ବେଶୀ ସଂଖ୍ୟା ବଢ଼ିଲା, ଆଟଲିଷ୍ଟ ହାଇ ରିସ୍କ ଗ୍ରୁପ୍କୁ ଆମେ ଗୋଟେ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ଲାନ୍ କରିପାରିବା, ଯେଉଁଟାକି ସରକାରଙ୍କର ICMRର ଆଉ ଏମ୍ସ ଗାଇଡ଼ଲାଇନ୍ର କନସିଡରେସନ୍ରେ ଅଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ଏଡ଼ଭାଇଜରୀ ବା ଗାଇଡ଼ଲାଇନ୍କୁ ଆସିନାହିଁ। ଏବେ ଦେଖନ୍ତୁ, ଆମର ଅନେକ ଦିନ ହେଇଗଲାଣି, 2-3 ବର୍ଷ ହେଇଗଲାଣି ପ୍ୟାଣ୍ଡେମିକ୍ ଯିବାର। ସମସ୍ତଙ୍କ ପାଖରେ କିଛି ନା କିଛି ଇମ୍ୟୁନିଟି ଅଛି, ଇନଫେକ୍ସନ୍ ଯୋଗୁଁ ହେଉ, ଟୀକା ଯୋଗୁଁ ହେଉ ଅଛି। ତ ବର୍ତ୍ତମାନ ସେମିତି କିଛି ବି ଗାଇଡ଼ଲାଇନ୍ ଟୀକା ବିଷୟରେ ସରକାର, ICMR, ଏମ୍ସ ବା କୌଣସି ବିଶ୍ୱର କୌଣସି ଅଥରିଟି ଦେଇନାହାନ୍ତି। ଏବେ ସିଚୁଏସନ୍ ଆନାଲିସିସ୍ କରାଯାଉଛି, ଦେଖାଯାଉଛି ଯେ ଭୂତାଣୁର ସ୍ପ୍ରେଡ୍ କରିବାର କାପାସିଟି ବହୁତ କମ୍, ପ୍ରଥମତଃ। ଦ୍ୱିତୀୟତଃ ଏହା ପାଣ୍ଡେମିକ୍ କରିବାର ପ୍ରଶ୍ନ ନାହିଁ, କାହିଁକିନା ସମସ୍ତଙ୍କ ପାଖରେ ଇମ୍ୟୁନିଟି ଅଛି। ଅତି ବେଶୀରେ ଟୀକାଟିଏ ଦରକାର ହେଇପାରେ, କିନ୍ତୁ ଯେଉଁମାନେ ଲୋ ଇମ୍ୟୁନିଟି ପେସେଣ୍ଟ, ସେମାନେ କେୟାରଫୁଲ୍ ରହିବା ଦରକାର। ବୁଷ୍ଟର ଡୋଜ୍ ନେଲେ ସେମାନେ ପ୍ରୋଟେକ୍ଟେଡ୍। ଯେଉଁମାନେ ଇନଫେକ୍ଟେଡ୍ ହେଇଛନ୍ତି ସେମାନେ ବୁଷ୍ଟର ଡୋଜ୍ ନେଇଛନ୍ତି ବୋଲି ଆପଣ କେମିତି ଜାଣିଲେ? ସେମାନେ ନେଇନାହାନ୍ତି। ଆମେ ତ ସେ ଟାଇମ୍ରେ ସେଟା ୱିନ୍ ଅଫ୍ ହେଇଯାଏ ନା, ଆଣ୍ଟିବଡି ଆଉ ଇମ୍ୟୁନିଟି ୱିନ୍ ଅଫ୍ ହେଇଯାଏ। ଆମେ ଲାଷ୍ଟ ଡୋଜ୍ ନେବାର 3 ବର୍ଷ ଉପରେ ହେଇସାରିଲାଣି। ଆମର ବୁଷ୍ଟର ଡୋଜ୍ଟା ପ୍ରତିବର୍ଷ ନେବା କଥା। ତ ଯଦି ଆଲାର୍ମିଂ ସିଚୁଏସନ୍ ଆସିଲା, ତାର ବେନିଫିଟ୍ ଆଉ ରିସ୍କ ଆନାଲିସିସ୍ କରିକି ବୁଷ୍ଟର ଡୋଜ୍ ଆଡ଼ଭାଇଜ୍ କରାଯାଇପାରେ ବିଜ୍ଞାନ ସମ୍ମତ କାରଣରେ। ବର୍ତ୍ତମାନ କୌଣସି ବୁଷ୍ଟର ଡୋଜ୍ର ଆବଶ୍ୟକତା ନାହିଁ, କୌଣସି ଔଷଧର ଆବଶ୍ୟକତା ନାହିଁ। ଲକ୍ଷଣ ଅତି ସାଧାରଣ ଥଣ୍ଡା, କାଶ, କଫ, ଛିଙ୍କ, ପରୀକ୍ଷାର ବି ଆବଶ୍ୟକତା ନାହିଁ। ଯଦି ଅକସ୍ମାତ୍ ଆପଣ ଜାଣିଲେ ବି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ, କାହିଁକିନା ଏଇଟା କିଛି ଗୁରୁତର ଲକ୍ଷଣ ପ୍ରଡ୍ୟୁସ୍ କରିବନି କି ପ୍ୟାଣ୍ଡେମିକ୍ର କି ଏପିଡେମିକ୍ର ବିପଦ ବି ଆଠୁ ନାହିଁ। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମାନେ କହୁଛନ୍ତି ଯେ ଏଇ ଭାଇରସଟା ଟିକେ
ଗୋଟେ ଧୀର ତାଠୁ କମ୍ କମ୍ପାରେଟିଭଲି ଏଇଟା ବହୁତ ଲୋ। ବହୁତ लो ତ ସେଥିପାଇଁ ତ ଆମେ ବ୍ୟସ୍ତ ହେବା କଥା ନୁହେଁ। ଆଚ୍ଛା। ଯେଉଁଟା ସ୍ଲୋଲି ସ୍ପ୍ରେଡ୍ କରୁଛି ସେ କେବେ ବି ପ୍ୟାଣ୍ଡେମିକ୍ କରିପାରିବନି ବା ସମାଜର ଅନେକ ଲୋକଙ୍କୁ ଏକା ସାଥିରେ ଆକ୍ରମଣ କରିପାରିବନି। ଭାରତରେ ଦେଖନ୍ତୁ କେତେ ଲୋକ ଅଛନ୍ତି, ଆମେ 200 300 500 ଏମିତି ଦେଖୁଛେ, ଓଡ଼ିଶାରେ ଗୋଟିଏ କେସ୍ ଦେଖୁଛେ। ତ ଏହା ମାନେ ଏଇଟା ଗୋଟେ ହେଲ୍ଥ ଇମ୍ପାକ୍ଟ ପକାଇବାର ସମ୍ଭାବନା ବହୁତ କମ୍। ସାର୍ ଏଇ ଯେଉଁ ସେକେଣ୍ଡ ଫ୍ଲୋ ହେଲା ଲହରୀ ଆସିଥିଲା କୋଭିଡ଼ର, ତା ସୁଦ୍ଧା ଆମର କେତେ ଯେଉଁମାନେ ଡୋଜ୍ ନେବାର ପରସେଣ୍ଟେଜ୍ ଷ୍ଟେଟ୍ରେ ସାର୍ କେତେ କ'ଣ ଅଛି ଯେଉଁମାନେ? ବର୍ତ୍ତମାନ କୋଭିଡ୍ ଗୋଟେ ପବ୍ଲିକ୍ ହେଲ୍ଥ ପ୍ରୋବ୍ଲେମ୍ ନୁହେଁ। ଏବେ କୋଭିଡ୍ କଥା ଲୋକ ଭୁଲିଗଲେଣି କି ସେମିତି କିଛି ଆଲାର୍ମିଂ ନାହିଁ ଯେ ସମସ୍ତଙ୍କୁ ଆମେ କୋଭିଡ୍ ଭ୍ୟାକ୍ସିନ୍ ଦେବା ବା ତାଙ୍କୁ ସତର୍କ କରିବା, ବିଲକୁଲ ସେଇ ସିଚୁଏସନ୍ ନାହିଁ। କିନ୍ତୁ ଏବେ ଯେଉଁ ସଂଖ୍ୟା ବଢ଼ୁଛି ତାର ରିପରକସନ୍ କ'ଣ ତାକୁ ଷ୍ଟଡି କରିକି ଆମ ଗାଇଡ଼ଲାଇନ୍ ବାହାରିବ। ଆଉ ଯେହେତୁ ଏହା ଘାତକ ନୁହେଁ, ଯେହେତୁ ଏହା ସ୍ପ୍ରେଡ୍ ଶୀଘ୍ର କରୁନି, ଆମେ ବିଲକୁଲ ବ୍ୟସ୍ତ ହେବାନି। କିନ୍ତୁ ଆମ ଆଚରଣ ଠିକ୍ ରଖିବା, ମାସ୍କ, ଡିଷ୍ଟାନ୍ସିଂ, ହାତ ଧୋଇବା, ଆଇସୋଲେସନ୍, ଏଇସବୁ ଜିନିଷ ଆମେ ସଠିକ୍ ରଖିବା, ଯେଉଁଟାକି ଖାଲି କୋଭିଡ୍ ନୁହେଁ ପ୍ରତ୍ୟେକଟି ଭୂତାଣୁ ଇନଫେକ୍ସନ୍ରୁ ଆମକୁ ରକ୍ଷା କରିପାରିବ।